ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ରାଞ୍ଚି ବିଜୟୱାଡ଼ା 326 ନମ୍ବର ଜାତୀୟ ରାଜପଥର MV 79ରୁ ମୋଟୁ ପର୍ଯ୍ୟନ୍ତ ପ୍ରାୟ ସମ୍ପୂର୍ଣ୍ଣ ରାସ୍ତା ଏବେ ମରଣଜନ୍ତା ପାଲଟିଛି। ରକ୍ଷଣାବେକ୍ଷଣର ଅଭାବ ଓ ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ରାସ୍ତା ଉପରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ବସ୍, ମାଲବାହୀ ଟ୍ରକ୍, ଆମ୍ବୁଲାନ୍ସ, ସ୍କୁଲ ଗାଡ଼ି ଓ ଦୁଇଚକିଆ ଯାନ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ସମ୍ପୂର୍ଣ୍ଣ ଉଠିଯାଇଛି। ସ୍ଥାନେ ସ୍ଥାନେ ବଡ଼ ବଡ଼ ଖାଲ ଓ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାନବାହନ ଚଳାଚଳ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ବିଶେଷକରି ବର୍ଷା ଦିନରେ ଗର୍ତ୍ତଗୁଡ଼ିକରେ ପାଣି ଜମି ରହୁଥିବାରୁ ଚାଳକମାନେ ଗର୍ତ୍ତର ଗଭୀରତା ବୁଝିପାରୁନାହାନ୍ତି। ଫଳରେ ଦୁର୍ଘଟଣାର ଆଶଙ୍କା ଅନେକ ଗୁଣ ବଢ଼ିଯାଇଛି। ତେଣୁ ଜାତୀୟ ରାଜପଥର ସମ୍ପୂର୍ଣ୍ଣ ମରାମତି ସହ ଉଚ୍ଚମାନର ସ୍ଥାୟୀ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସ୍ଥାନୀୟ ବାସିନ୍ଦା, ଯାନ ଚାଳକ ଓ ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି। ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। 79 ରୁ ମୋଟୁ ପର୍ଯ୍ୟନ୍ତ ରାସ୍ତା ବହୁତ ଖରାପ ଆଉ କଦର୍ଯ୍ୟ ହେଇକି ରହିଛି। ଏଇଟା ରିପେୟାରିଂ ହେଇଥିଲା ଗୋଟେ ଥର, ଆଉ ରିପେୟାରିଂ ହେଲା ଭଲ ହେଲାନି। ଆଉ ଏଥିପ୍ରତି ସରକାର ଟିକେ ଧ୍ୟାନ ଦେଲେ ଭଲ ହେବ। ଦେଖନ୍ତୁ, ଯେଉଁ ମୁଁ ତାଣ୍ଡୋଇ ସରପଞ୍ଚ, ये जो 79 टू मोटू एते खराब होची, जो यही जो 326 NSC जो एटा जो रांची जो बिजवाड़ा रांची रोडटा जो एते खराब होची, बाहर स्टेट रो गाड़ी आसी तापर जो मो अंचलवासी हिसाब रे मो कहूची जे तो आमे मध्य बाहर को मध्य जाऊछु। तो मन करो तो हमर जो MV 79 जो मेडिकल गले को बाहर जो भद्राचलम निर्भर करूँ मैंने जो पेसेंट नहीं गला नहीं कि जो तो 5-6 घंटा लगुच भद्राचलम पहुँचा ये सब नहीं कि रास्ता मसे आगे जो रास्ता रिपेयर होता किंतु एबे आ बंद अच्छे से जो आगे रिपेयर कर देते सरकार को बोले धन्यवाद दे था। यहाँ बोधे मैंने ऑफिसर कौन से अवहेला जो बोधे ये जिन गुड़ाक होती कितु तो आमको एत ये देन ना किंतु एटा सब NSC रो अच्छा जो अफिसर मैंने अच्छा से बुझे ये जिनटा ये रोडटा जदि से न रिपेयर करेंगे आम दूर ये ग्रहण करूँ लोक डाक आम गोटे NSC को माने अवरोध करूँ। कालीमेलारू आशीष बाइन को रिपोर्ट, रिपोर्टर्स टुडे।